ସେଦିନ ବୋଇତ ଭାସେଇ ମା ତାରିଣୀଙ୍କୁ ଦର୍ଶନ ସାରି କେନ୍ଦୁଝରରୁ ମାତ୍ର 5 କିଲୋମିଟର ଦୂରରେ ସାନଘାଗରା ଅବସ୍ଥିତ। ବଡ଼ଘାଗରାର ଭିଡ଼ିଓ ଅଲରେଡ଼ି ମୁଁ ଅପଲୋଡ଼ କରିସାରିଛି। ଯଦି ଦେଖିବା ପାଇଁ ଚାହୁଁଛନ୍ତି ନିଶ୍ଚିତ ଭାବରେ ଆମ ଚ୍ୟାନେଲକୁ ଭିଜିଟ୍ କରନ୍ତୁ। ମୁଁ ହେଉଛି ମନୋରଞ୍ଜନ ଆଉ ଆପଣ ଦେଖୁଛନ୍ତି ଭଲ ପିଲା ମୋ ଛୋଟ ଦୁନିଆର ଅନୁଭୂତି। ଏହି ୱାଟରଫଲଟି ମାଛକାନ୍ଦଣା ନଦୀର ଏକ ସ୍ରୋତ, ଯାହାକି 30 ମିଟର ଉଚ୍ଚରୁ ଖସି ତଳକୁ ଏକ ଜଳପ୍ରପାତ ସୃଷ୍ଟି କରୁଛି। ପ୍ରକୃତି ପ୍ରେମୀ ଏବଂ ପିକନିକ୍ ପାଇଁ ଏହା ଗୋଟିଏ ବହୁତ ସୁନ୍ଦର ସ୍ଥାନ। ଯେତେବେଳେ ଆପଣ ଏଣ୍ଟ୍ରି କରିବେ ବହୁତ ବଡ଼ ପାର୍କିଂ ସ୍ପେସ୍ ଦେଖିବାକୁ ପାଇବେ। ତା ସହିତ ବହୁତ ବଡ଼ ଜଳାଶୟ ରହିଛି, ଯେଉଁଠି ଆପଣ ବୋଟିଂ କରିବାର ମଧ୍ୟ ସୁବିଧା ରହିଛି। ସବୁଠୁ ବଡ଼ ଆକର୍ଷଣ ହେଉଛି ଏହାର ଶାନ୍ତ ଏବଂ ମନୋରମ ପରିବେଶ ରହୁଛି। ପାହାଡ଼ ଉପରୁ ଖସି ଆସୁଥିବା ଯେଉଁ ଧରଣର ଶବ୍ଦ ମନକୁ ସତରେ ଶାନ୍ତି ଆଣି ଦେଇଥାଏ। ଆପଣ ଯେତେବେଳେ ଯିବେ ସେଠି ଆପଣ ପାହୁଚରେ ଉଠି ଯିବେ, ଉଠିଗଲା ପରେ ବହୁତ ସୁନ୍ଦର ଆପଣଙ୍କର ଗୋଟିଏ ପାର୍କ ପାଇବେ, ଯେଉଁଠି ଆପଣ ମନକୁ ଶାନ୍ତି ଆଣିଦେବ। ଏହି ସୁନ୍ଦର ପାର୍କରେ ଆପଣମାନେ ଆସି ପ୍ରକୃତିର ମଜା ନେବା ସହିତ ବହୁତ ସାରା ଫଟୋ ଭିଡ଼ିଓ ଆପଣ ନେଇପାରିବେ। ପରିବେଶ ସହିତ ଆପଣଙ୍କର ଯେଉଁ ସୁନ୍ଦର ସମୟ ଏଠାରେ ଆସି ବିତାଇ ପାରିବେ। ପିକନିକ୍ ମଧ୍ୟ ଏଠାରେ ବହୁତ ସୁନ୍ଦର ଭାବରେ କରିପାରିବେ। ଏହା ଏକ ମାନେ ଏତେ ସୁନ୍ଦର ଜାଗା, କେନ୍ଦୁଝର ଯଦି କୁହାଯିବ ତ ଇଏ ହେଉଛି ଗୋଟେ ବେଷ୍ଟ ପ୍ଲେସ୍। ଦେଖିଲେ ଆପଣଙ୍କର ପାର୍କ ବୁଲି ସାରିଲା ପରେ ଆଉ ଗୋଟେ ଯାଇଛି ଆମର ୱାଟରଫଲକୁ ରାସ୍ତା, ଯେଉଁଟାକି ତଳକୁ ଆପଣ ଯିବେ, ଯେଉଁଠି ଆପଣ ବାମ ପଟରେ ଦେଖିବେ ପାହାଡ଼ର ମାନେ କଟା ହେଇକି ରହିଛି ଆଉ ପାଉଚ ରହିଛି। ଯଦି ଆପଣ ଟିକେ ବୟସ ରହୁଛନ୍ତି ତାହେଲେ ଆସ୍ତେ ଆସ୍ତେ ଆସିବେ, ଆପଣଙ୍କ ରେଷ୍ଟ ନେଇକି ଆସିବେ। କାହିଁକି ନା ଯେତେବେଳେ ବି ଉଠିବା ଆଉ ବସିବା ଭିତରେ ବହୁତ ମାନେ କଷ୍ଟ ଲାଗିଥାଏ। ଆପଣ ଦେଖିପାରୁଥିବେ ଏହି ସୁନ୍ଦର ଜଳରାଶି ଯେଉଁଟାକି ୱାଟରଫଲ୍ ଯେତେବେଳେ ଖସି ଯାଉଛି ଆଉ ସେଠାକାର ଶବ୍ଦ ମନକୁ ପୁରା ବିମୋହିତ କରିଦେବ। ଆଉ ବହୁତ ସୁନ୍ଦର ମନୋରମ ଦୃଶ୍ୟ ଦେଖିଲେ ଆପଣ ମୋବାଇଲ ବାହାର କରିବେ କ୍ୟାପଚର୍ କରିବା ପାଇଁ। ଏମିତି ସୁନ୍ଦର ଜାଗା ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ନିଶ୍ଚିତ ଭାବରେ ଯାଆନ୍ତୁ। କେନ୍ଦୁଝରରୁ ମାତ୍ର 5 କିଲୋମିଟର ପରେ ସେଇଠି ମଧ୍ୟ ଆପଣ ବଡ଼ଘାଗରା ଦେଖିପାରିବେ, ଜଗନ୍ନାଥ ଟେମ୍ପଲ ଦେଖିପାରିବେ। ସବୁ ଭିଡ଼ିଓ ଅଛି ମୋ ଚ୍ୟାନେଲରେ, ଆପଣ ଯାଇ ମଧ୍ୟ ଥରେ ଦେଖନ୍ତୁ। ଯଦି ଆପଣ ଜୀବନର ବ୍ୟସ୍ତତାରୁ କିଛି ସମୟ ପାଇଁ ଦୂରେଇ ପ୍ରକୃତି ସହିତ ବିତେଇବାକୁ ଚାହୁଁଛନ୍ତି, ତେବେ ସାନଘାଗରା ନିଶ୍ଚିତ ଭାବରେ ଥରୁଟିଏ ଭିଜିଟ୍ କରନ୍ତୁ। ପ୍ରକୃତି ଆମକୁ ଅନେକ ସୁନ୍ଦର ଉପହାର ଦେଇଛି, ଆଉ ସାନଘାଗରା ସେଥିରୁ ଏକ ଅମୂଲ୍ୟ ଯଦି କୁହାଯିବ ତ ଉପହାର। ତେଣୁ ଥରୁଟିଏ ନିଶ୍ଚିତ ଭାବରେ ଆସନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ଆଉ ଏମିତି ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଥରୁଟିଏ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଭଲ ଲାଗିବ ତାହେଲେ ଅନ୍ୟକୁ ସେୟାର କରି ନିଶ୍ଚିତ ଭାବରେ ଜଣାନ୍ତୁ। ନେକ୍ସଟ ଭିଡ଼ିଓ ବହୁତ ସୁନ୍ଦର ରହିବ ସେଇ ମା ପୁଅଙ୍କୁ ନେଇ, ତ ନିଶ୍ଚିତ ଭାବରେ ଦେଖିବେ। ସେତିକି ସମୟ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।